ମାନେ ଆମ ସପ୍ତମ ଶ୍ରେଣୀ ନୂଆ ବହିର 3 days to see ଚାପ୍ଟରର ଆଜି ଆମେ କମ୍ପ୍ରେନ୍ସନ୍ କୋଶ୍ଚିନ୍ ଯେଉଁ ଆମର 5ଟି ଅଛି ତାକୁ ଭଲରେ ଦେଖିବା। ବୁଝିହେଲା? ତାହେଲେ ପ୍ରଥମ କୋଶ୍ଚିନ୍ ଦେଇଛି ଦି ସେନ୍ସ ଅଫ୍ ଟଚ୍ ମେକ୍ସ ଅପ୍ ଫର୍ ଦି ଲସ୍ ଅଫ୍ ସାଇଟ୍ ଆଣ୍ଡ ହିୟରିଂ ଏକ୍ସପ୍ଲେନ୍ ଦି ଷ୍ଟେଟମେଣ୍ଟ ୱିଥ୍ ରେଫରେନ୍ସ ଟୁ ଦି ଟେକ୍ସଟ। ବୁଝିହେଲା? ତାହେଲେ ଆମର ସେନ୍ସ ଅଫ୍ ଟଚ୍ଟା makes up for the loss of sight and hearing by allowing her to feel things through touch। ଆମକୁ ଜଣେ ଟଚ୍ କରିଦେଲେ ଆମର କ'ଣ ସେ ଯେଉଁ ସେନ୍ସ ଅଫ୍ ଟଚ୍ଟା ଆକ୍ଟିଭେଟ୍ ହେଇଯାଉଛି। ବୁଝିହେଉଛି ତ? ଆମେ ନା ତା'ର ସିଏ ଆମକୁ କ'ଣ କହିଛି କିଛି ନା କିମ୍ବା ଆମେ ଶୁଣିଛେ, ତଥାପି ଆମର ସେନ୍ସ ଅଫ୍ ଟଚ୍ଟା ଆକ୍ଟିଭେଟ୍ ହେଇଯାଉଛି। ଏଠି ଆମକୁ ସେଇଆ ବୁଝାଯାଇଛି। 2 number, why does the author believe that the sense of sight is the most wonderful? ପିଲାମାନେ, the author believes that the sense of sight is the most wonderful because it shows the beauty, colors and emotions of the world। ହେଲା, ସେନ୍ସ ଅଫ୍ ସାଇଟ୍ଟା ସେଇଥିପାଇଁ ୱଣ୍ଡରଫୁଲ୍, ସେଇଥିପାଇଁ ଆନନ୍ଦଦାୟକ, କାରଣ ଏଇଟା ବିୟୁଟି ହଉ, କଲର୍ ହଉ, ଇମୋସନ୍ ହଉ, ୱାର୍ଲଡର ୟାକୁ ଶୋ କଲା। 3 number ପ୍ରଶ୍ନ, ହାଉ ମାଇଟ୍ ଦି ଅଥର୍ସ ଓପିନିଅନ୍ ଅନ୍ ମେକିଂ ଦି ମୋଷ୍ଟ ଅଫ୍ ଆୱାର ସେନ୍ସେସ୍ ଗାଇଡ୍ ଅସ୍ ଟୁ ବି କାଇଣ୍ଡର ଟୁୱାର୍ଡସ୍ ପିପୁଲ୍ ୱିଥ୍ ସ୍ପେଶିଆଲ ଆବିଲିଟିଜ୍? ପିଲାମାନେ, ଦି ଅଥର ଟେଲ୍ସ ଅସ୍ ଟୁ ଭ୍ୟାଲ୍ୟୁ ଆୱାର ସେନ୍ସେସ୍ and be kind and respectful to people with special abilities। 4 number ପ୍ରଶ୍ନ, what is the significance of imagining the loss of a sense according to the author? According to the author, imagining the loss of a sense helps people value their abilities more and enjoy them fully। 5 number ପ୍ରଶ୍ନ, how does the author encourage people to approach their everyday sensory experience? The author encourages people to use their senses fully and enjoy the beauty and simple joys of everyday life। ଆମେ କ'ଣ ଆମ ସେନ୍ସେସ୍କୁ ପୁରା ସମ୍ପୂର୍ଣ୍ଣ ଭାବରେ କ'ଣ ଫିଲ୍ କରିବା ଏବଂ ଆମ ବିୟୁଟି ଏବଂ କ'ଣ ଅଳ୍ପ ଅଳ୍ପ ଆନନ୍ଦକୁ ମଧ୍ୟ ଉପଭୋଗ କରିବାକୁ କବି କହିଛନ୍ତି।